ଆହୁରି ମଧ୍ୟ ଆସନ୍ତାକାଲି ଆହୁରି 2ଟି ପ୍ରକଳ୍ପର ମଧ୍ୟ ଏ ଶୁଭାରମ୍ଭ କରାଯିବାର ଯୋଜନା ମଧ୍ୟ ରଖାଯାଇଛି। ଆଜି ମଧ୍ୟ ଏ କାର୍ଯ୍ୟକ୍ରମ ପୂର୍ବରୁ ମା ସମଲେଇଙ୍କର ଦର୍ଶନ କଲା ପରେ ଆଜି ଏ ସମ୍ବଲପୁର ସହରବାସୀଙ୍କୁ ସୁରକ୍ଷାର ସହିତ ସୁବିଧାରେ ଏବଂ ପ୍ରଦୂଷଣ ମୁକ୍ତ ଇ ବସ୍ର ଆଜି ଶୁଭାରମ୍ଭ କରାଗଲା। 25ଟି ଇ ବସ୍ର ଏହା ମଧ୍ୟ ଏ ସ୍ମାର୍ଟ ସିଟି ସମ୍ବଲପୁରକୁ ଯେଉଁ ଲକ୍ଷ୍ୟ ରଖିକରି ଆଜି କରାଯାଉଛି ସେଥିରେ ଆଉ ଗୋଟିଏ ପାବଛକୁ ଆମେ ଚଢ଼ିକି ଆଗକୁ ନିଶ୍ଚିତ ଭାବରେ ଆମେ ଯାଇଛନ୍ତି। ଏ ଯେଉଁ ଇ ବସ୍ ସେବା ଯେଉଁଥିରେ କି ଆପଣମାନେ ଅତି ସହଜରେ ଆଉ ସୁବିଧାରେ ଆଉ ଆପଣମାନେ ମଧ୍ୟ ତାର ଡିଜିଟାଲ ମଧ୍ୟ ଆପଣଙ୍କର ପେମେଣ୍ଟ କରିବେ ଏବଂ ସେଥିରେ ମଧ୍ୟ ରିହାତିର ବ୍ୟବସ୍ଥା ମଧ୍ୟ କରାଯାଇଛି ଏବଂ ଆଜି ତାର ଶୁଭାରମ୍ଭ କରାଯିବା ପରିସ୍ଥିତି ଭିତରେ ଏତେ ସୁନ୍ଦର ବସ୍ ଗୁଡ଼ିକ ହେଇଛି। ଆଉ ସେଥିରେ ଆମେ ସମସ୍ତେ ଗୋଟିଏ ଜାଗାରୁ ଆଉ ଗୋଟିଏ ଜାଗାକୁ ଗୋଟିଏ ଛକରୁ ଆଉ ଗୋଟିଏ ଛକକୁ ଏ ସହରର ଯେଉଁଠି ବି ଆମର ଗୁରୁତ୍ୱପୂର୍ଣ୍ଣ କାମ ଅଛି ଆମକୁ ସହଜରେ କମ୍ ପଇସାରେ କମ୍ ଟ୍ରାଫିକ୍ ଆମକୁ କେମିତି ଫେସ୍ କରିକରି ଆମେ ସେବା ପାଇପାରିବା ତାହାର କାମ ଆଜି ମଧ୍ୟ କରାଯାଇଛି ଏବଂ ସେଥିରେ 25ଟି ତ ଆଜି କରାଯାଇଛି। ଏହି ମାସର ହିଁ ଆହୁରି 25ଟି ତାହାର ମଧ୍ୟ ଶୁଭାରମ୍ଭ କରାଯିବ ଏବଂ ସମୁଦାୟ 100ରୁ ଅଧିକ ଆପଣଙ୍କର ଇ ବସ୍ର ସେବା ଯେଉଁଥିରେ କି ଆଦୌ ପ୍ରଦୂଷଣ ହେବ ନାହିଁ ବା ପଲ୍ୟୁସନ୍ ହେବ ନାହିଁ ଏବଂ ସେ ବସ୍ ଗୁଡ଼ିକର ସେବା ସେ ବସ୍ ଗୁଡ଼ିକ ଆପଣମାନଙ୍କୁ ସେବା ଦେବେ ଏବଂ ସେଥିପାଇଁ ଏ ବ୍ୟବସ୍ଥା ମଧ୍ୟ କରାଯାଇଛି ଯେଉଁଟାକି ସମ୍ବଲପୁର ସହରକୁ ଗୋଟିଏ ନିଶ୍ଚିତ ଭାବରେ ଗୋଟେ ବହୁତ ଭଲ ଦିନ ଆଉ ଆମେ ଭଲ ସେବା ପାଇବାର ଗୋଟିଏ ହେଉଛି ଦିନ ବୋଲି ମୁଁ ଆପଣମାନଙ୍କ ପାଖରେ ନିଶ୍ଚିତ ଭାବରେ ଦାବି କରିବି। ସେହିଭଳି ଭାବରେ ଏ ଜିଲ୍ଲାର ସଦର ମହକୁମା ଡାକ୍ତରଖାନାରେ